অথচ ମୋ ବୋହୂକୁ ଟିକେ ଦେଖିବାର ସୁଯୋଗ ଦେଲନି। ଏ ବୀଣା ତମେ ଜାଣିଛ ମୋ ବୋହୁ ମୋ ଘର ଦେଇ ଚାଲିଗଲେ ତା ଲକ୍ଷ୍ମୀପାଦର ଶବ୍ଦ ଶୁଣେ। ମୋ ବୋହୁ ତମ ସାଙ୍ଗରେ କଥା ହେଲେ ତା କଥାକୁ ମୁଁ କାନ ଡେରି ଶୁଣେ। ସେମିତି ଶୁଣୁଥିବ, ଆଖିରେ ଦେଖିବାର ସୁଯୋଗ କେବେ ପାଇ ନାଇଁ ବୀଣା ତମେ ସେମିତି କୁହନି। ଏ ଛାତି ଭିତରର ଯନ୍ତ୍ରଣାକୁ ଥରୁଟିଏ ବୁଝିବା ପାଇଁ ଚେଷ୍ଟା କର। ଦୀର୍ଘ 25 ବର୍ଷ ଅବଶ୍ୟ ଅନ୍ଧାରୀ ଘର ଭିତରେ ରହି ଦୁନିଆର ରୂପ ରଙ୍ଗକୁ ମୁଁ ଭୁଲି ଯାଇଛି। କେତେବେଳେ ଅଗଣାରେ ସୂର୍ଯ୍ୟ କିରଣ ପଡ଼େ ତ କେତେବେଳେ ଗୋଧୂଳି ଯାଇ ସଞ୍ଜ ଆସେ ସେ କଥା ମୁଁ କହିପାରିବିନି। ମୋ ମନ ହେଲେ ସେ ଛାତ ସହିତ କଥା ହୁଏ, ଆଉ ବେଳେ ବେଳେ ଫଟା କାନ୍ଥରେ ମୋ ଜୀବନ କାହାଣୀ ଲେଖେ। ନାଇଁ ବୀଣା ନାଇଁ ବୀଣା ନାଇଁ, ମୁଁ ତମକୁ ହାତ ଧରୁଛି, ଅନୁରୋଧ କରୁଛି ଆଜି ଦିନକ ପାଇଁ ମୋ ବୋହୂକୁ ଟିକେ ଦେଖିବାର ସୁଯୋଗ ଦିଅ। ଭିକି ମୋ ପୁଅ, ଶ୍ରିୟା ମୋ ବୋହୂ। ଭିକି ମୋ ପୁଅ, ଶ୍ରିୟା ମୋ ବୋହୂ, ସେମାନଙ୍କ ସହିତ ତମର କିଛି ବି ସମ୍ପର୍କ ନାହିଁ। ନାଇଁ ବୀଣା ତମେ ସେମିତି କୁହନି। ଏମିତି ନିଶ୍ଚୟ ଭାବରେ ରକ୍ତର ସମ୍ପର୍କକୁ ଅଲଗା କରିଦିଅନି। ରକ୍ତ ସମ୍ପର୍କର ପରିଭାଷା ମତେ ବୁଝେଇବାକୁ ଚେଷ୍ଟା କରିନି। ରକ୍ତ ସମ୍ପର୍କ ତୋ କାହାଣୀ ସବୁଦିନ ପାଇଁ ସେଇ ଘରୁ ଶେଷ ହବ। ତୋ ଶବ ମଶାଣୀକୁ ସେଇ ଘରୁ ନାଇଁ ବୀଣା ନାଇଁ, ତମେ ଏତେ କଠୋର ହେଇଯାଅନି। ତମେ ମୁଁ ତମ ବୋହୂକୁ ଦେଖିବି। ସାମନ୍ତ ସିଂହାର ଇଚ୍ଛା ବିରୁଦ୍ଧରେ ଯିବାକୁ ଚେଷ୍ଟା କରୁନି। ଫଳରେ କହୁଛି ଯା ଚୁପଚାପ ଛାଇ ଯେମିତି ତୋ ଉପରେ ନ ପଡେ, ଫଳରେ କହୁଛି ଚୁପଚାପ ବହୁର ଛାଇ ଆଜି ଦିନକ ପାଇଁ ମୋ ବୋହୂକୁ ଟିକେ ଦେଖିବାର ସୁଯୋଗ ଦିଅ। ନିଷ୍ଠୁର ନଥିଲା, ତୋରି ପାଇଁ ବୀଣା ଆଜି ପଥର ଠାରୁ ବି କଠୋର ସାଜେ। ଚୁପଚାପ ଯା ଶୋଇବ କହୁଛି, ତାର ମାରିଦେବି ମାରିଦିଅ ମତେ, ମୁଁ କିନ୍ତୁ ମୋ ବୋହୂକୁ ଦେଖିବି। ଆଜି ଦିନକ ପାଇଁ ଅନୁରୋଧ କରୁଛି ବୀଣା, ହାତ ଯୋଡୁଛି। ମୁଣ୍ଡରେ ନ୍ୟାୟ ପାଇଁ କହୁଛି, ବାରମ୍ବାର ସେ ଗୋଟିଏ ଶବ୍ଦ ମୋ ପାଖରେ ଉଚ୍ଚାରଣ କରୁନି। ବୋହୂକୁ ଦେଖିବି, ବୋହୂ